ସାବିତ୍ରୀ ବ୍ରତ କଥା। ओंकार ओंकार विश्वपति निराकार, सत्य शिव है सुंदर परम ईश्वर। जीव आत्मादि सत्ता प्रकृति आत्मार, सत्ता परमात्मा स्वयं अविनाशी हर। उत्पत्ति प्रलय कर्ता परम अक्षर, मूल रूप परम ब्रह्म चिर अवतार। विराट स्वरूप देव जगत रूपर, ब्रह्म रूप ब्रह्म अंग ब्रह्म महावीर। जल स्थल महाशून्य रश्मि अंधकार, असीम रूपरे स्थिति असीम ईश्वर। सर्वव्यापी सर्वशक्ति सूक्ष्म शून्याकार, अनंत दृष्ट शक्ति स्वयं निराकार। सर्वभूत आदि कर्ता असंख्य रूपर, सर्वदेव परमात्मा महायोगेश्वर। तुमे ब्रह्मा तुमे विष्णु तुमे महेश्वर, तुम ब्रह्म उच्चारणे उच्चारे ओंकार। ओम ओम ओम। शुण सती नारी पवित्र मनरे, सावित्री व्रतर कथा। भक्ति चित्तरे व्रत शुणिले, हेब तुमे पतिव्रता। एकदा धार्मिक सत्यर आलोक, धर्मराज युधिष्ठिर। भक्ति सहित रे पचारि बाहेले, जगत कर्ता पयर। व्रत आदि गुरु जगत करता, कुहतु मोते बुझाई। केउ व्रत कले नारी भगवती, पतिव्रता होइथाई। नारी धनवती नारी बुद्धिमती, होइथाए से व्रत रे। जे व्रत कारणे जीवन मरणे, रहे स्वामी सहित रे। विश्व स्वामी कृष्ण दया परकाशी, भासंती मधुर गीर। सधवा नारीଙ୍କ व्रत कथा शुण, पंडुसुत युधिष्ठिर। ज्येष्ठ कृष्ण पक्षे अमावास्या बक्षे, व्रतर प्रदीप जले। सावित्री उआसे सावित्री व्रत जे, व्रत फल व्रत फले। कति पुत्र धन गणन पुण्य, जस लाभ होइथाए। सावित्री व्रतर फले जीवन रे, सुखे काल कटिथाए। शुणी युधिष्ठिर तहु श्रीकृष्ण को, भक्ति भरे पचारिले। किए करिथिले सावित्री व्रत, केउ फल लभिथिले। श्रीकृष्ण भासिले एक समय रे, मद्र देश अधिपति।
ପରାକ୍ରମଶାଳୀ ବିବେକୀ ଧାର୍ମିକ ନାମ ତାଙ୍କ ସ୍ୱପତି। ସଦାର ତଥାନ୍ତି ପରଜା ପାଳନେ ନ୍ୟାୟବନ୍ତ ବୀର୍ଯ୍ୟବାନ। ରାଣୀ କୌଶଲ୍ୟା ଅତି ଗୁଣବତୀ ରାଜା ଥିଲେ ଗୁଣବାନ। ଦାନଶୀଳା ରାଣୀ ରାଜପୁରୀ ଧନେ ପରିପୂର୍ଣ୍ଣ ହୋଇଥିଲା। ସୁଖେ ବିତୁଥିଲା ଦିବସ ରଜନୀ ଅଭାବ କିଛି ନଥିଲା। ଜୋଛନାର ଉତ୍ସ ପୂର୍ଣ୍ଣ ଚନ୍ଦ୍ରହସ ହୃଦୟରେ ଦାଗ ଥାଏ। ସେପରି ରାଜାଙ୍କ ସନ୍ତାନ ସନ୍ତତି ଅମୂଲ୍ୟ ଭାବ ଥାଏ। ଗଭୀର ବେଦନା ଉପଶମିବାକୁ ନର ମୁଖେ ନାରାୟଣ। ମହତ ନିର୍ଦ୍ଦେଶେ ମୁହୂର୍ତ୍ତ ଆସଇ କରିବାକୁ ଉଚ୍ଚାରଣ। ମୁହୂର୍ତ୍ତ ଆସିଲା ରାଣୀଙ୍କର ମନ ଦେବ କାର୍ଯ୍ୟେ ବ୍ୟସ୍ତ ହେଲେ। ସାବିତ୍ରୀ ଯଜ୍ଞ କରିବା ପାଇଁ କି ମନେ ତାଙ୍କ ସ୍ଥିର କଲେ। ବ୍ରାହ୍ମଣ ନିର୍ଦ୍ଦେଶେ ଯଜ୍ଞ ଆରମ୍ଭିଲେ ଲଗନ ନିରେଖି ଥରେ। ଏକ ଏକ କରି 18 ବରଷ ମଗ୍ନ ହେଲେ ତପସ୍ୟାରେ। ସୁଦୀର୍ଘ ସମୟ ତପସ୍ୟାରେ ଲୟ ରଖିଥିଲେ ରାଜା ରାଣୀ। ସକଳ ଦେବତା ସାବିତ୍ରୀ ଦେବୀଙ୍କୁ ଭାସିଲେ ଗୁହାରି ବାଣୀ। କରୁଣା ନୟନ ଫେଉଥିଲେ ଦେବୀ ରାଜା ରାଣୀ ପାଇଁ ଥରେ। ତଥାପି ଦେଖିଲେ ପୁତ୍ର ରତ୍ନ ଏକ ନଥିଲା ତାଙ୍କ ଭାଗ୍ୟରେ। 18 ବରଷ ତପସ୍ୟାରେ ରତ ହୋଇଛି ଯେ ଭୂମି ପରେ। ତାପମାତ୍ରା ଠାରୁ ବଳି ପଡ଼ିଅଛି ପୁଣ୍ୟମାତ୍ରା ଜୀବନରେ। ଯଜ୍ଞ ତପସ୍ୟାର ସୁଫଳ ପାଇକି ଭାବନାରେ ମଗ୍ନ ହୋଇ ଇଚ୍ଛିଲେ ସାବିତ୍ରୀ ଦେବୀ ଆନନ୍ଦରେ କନ୍ୟା ରତ୍ନ ଦେବା ପାଇଁ। 18 ବରଷ ଯଜ୍ଞ ପୂରଣରେ ବାକି ଥାଏ ଏକ ଦିନ। ତହିଁ ପୂର୍ବ ଦିନ ରାତି ଶୟନରେ ଦେଖିଲେ ରାଣୀ ସପନ। ସୁନ୍ଦରୀ କନ୍ୟାଏ ତାଙ୍କର କୋଳରେ ମାମା ଡାକୁଅଛି। କରୁଣ ଧ୍ୱନିରେ ଚାରୁ ସପନରେ ନବଜ୍ୟୋତି ପ୍ରକାଶୁଛି। ପ୍ରଭାତ ହେଲାରୁ ରାଜାଙ୍କ ସମ୍ମୁଖେ ସମସ୍ତ ଭାଷିଣ ଗଲେ। ସ୍ୱପ୍ନ କାହାଣୀର ମଧୁର ଆଳାପେ ଉଭୟେ ଆନନ୍ଦ ହେଲେ। ରାଜା କହିଗଲେ ରାଜାଙ୍କୁ ସେ କାଳେ ଆଜି ଯଜ୍ଞ ଶେଷ ଦିନ। ଅନ୍ତିମ ଆହୁତି ଦେବା କର ତୁମେ ନିତ୍ୟକର୍ମ ସମ୍ପାଦନ। ଏକାଳେ ଯଜ୍ଞର ଆହୁତି ଦେବାକୁ ରାଜାଙ୍କୁ ଡାକରା ହେଲା। ପରସେ ଉଭୟେ ରାଜା ରାଣୀ ଦୁହେଁ ମଣ୍ଡିଲେ ସେ ଯଜ୍ଞଶାଳା। ଭକ୍ତି ଘରେ ନମି ସର୍ବେ କରୁଛନ୍ତି ଯଜ୍ଞ କୁଣ୍ଡ ଠାରେ ସ୍ତୁତି।
ଆହୁତି ସମୟେ ଯଜ୍ଞ କୁଣ୍ଡ ଦେହେ ବାହାରିଲେ ଦେବୀ ମୂର୍ତ୍ତି। ଦେବତା ମୂରତି ରାଜାଙ୍କୁ କହିଲେ ସାବିତ୍ରୀ ମୋହର ନାମ। ପ୍ରୀତ ହୋଇ ସ୍ରଷ୍ଟା ପଠାଇ ଅଛନ୍ତି ଦେବା ପାଇଁ କନ୍ୟା ରତ୍ନ। 18 ବରଷ କଠୋର ତପସ୍ୟା ସାଧନାରେ ହେଲ ରତ। ସେ ପାଇଁ ଯଜ୍ଞର ପୁଣ୍ୟ ଫଳ ପାଇଁ ଦେବ ତୁମ୍ଭ ଠାରେ ପ୍ରୀତ। ବର ଦେଉଅଛି ଅତି ଗୁଣବତୀ କନ୍ୟା ରତ୍ନ ଲାଭ କର। ପୁତ୍ର ରତ୍ନ ପାଇଁ ଜୀବନେ ତୁମ୍ଭର ଶୋଚନା କେବେ ନ କର। ସୁନ୍ଦରୀ କନ୍ୟାଏ ଦେବୀ ଯା ତୁମକୁ ଶତପୁତ୍ର ତୁଲେ ସେଇ। ଆନ ପ୍ରଦାନ କରିବ ଜୀବନେ ଭାବିବନି ପୁତ୍ର ପାଇଁ। କହିବାକୁ କିସ ହୁଅନ୍ତେ ରାଜନ ଦେବୀ ହେଲେ ଅନ୍ତର୍ଧ୍ୟାନ। ଯଜ୍ଞ ଶେଷ କରି ରାଜା ରାଣୀ କଲେ ଅନ୍ତଃପୁରକୁ ଗମନ। ଦୈବବାଣୀ କେବେ ବ୍ୟର୍ଥ ହୁଏ ନାହିଁ ଶୁଭ ଲଗ୍ନେ ଯା ଶୁଭିଲା। ସତରେ ସେ ପାଇଁ ରାଣୀଙ୍କର ଏଣେ ଗର୍ଭ ସଞ୍ଚାର ହେଲା। ଅମାନିସୀ କୋଣେ ସମୁଜ୍ଜଳ ଜ୍ୟୋତି ପ୍ରକାଶ ଯେ ପରକାରେ। ଚିନ୍ତାରାଇଜରେ ଆନନ୍ଦ ଆଲୋକ ଝରିଲା ସେ ପରକାରେ। 10 ମାସ 10 ଦିନରେ ରାଣୀଙ୍କ ଜନ୍ମ ହେଲା ଏକ କନ୍ୟା। ଅତି ସୁନ୍ଦର ସେ ବନ ଜ୍ୟୋତିର୍ମୟୀ ସ୍ୱର୍ଗୀୟ ଭାବ ସମ୍ପନ୍ନା। ରାଜା ରାଣୀ ତହୁ ଆନନ୍ଦ ଉଲ୍ଲାସେ ମହୋତ୍ସବ କରାଇଲେ। ପ୍ରାଣରୁ ଅଧିକ ସମ୍ଭାଳି କନ୍ୟାକୁ ସାବିତ୍ରୀ ତା ନାମ ଦେଲେ। ଚନ୍ଦ୍ରମା ରଙ୍ଗରେ ବିଜୁଳି ବେଗରେ ଦିନକୁ ଦିନ ବଢିଲା। ଅତି ସହଜରେ ବାଲ୍ୟକାଳ ପରେ ଯୌବନ ଆରମ୍ଭିଲା। ସୁନ୍ଦରୀ କନ୍ୟାକୁ ବିଭା ଦେବା ପାଇଁ ରାଜା ରାଣୀ ଆଗ ଭର। ହାତକୁ ଦି ହାତ କରିବା ପାଇଁ କି କରାଇଲେ ସ୍ୱୟଂବର। ନବ ତେଜ ଭାବ ପ୍ରଭୂତ ପ୍ରଭାବ କନ୍ୟା ଦେହେ ପ୍ରକାଶିଲା। ରାଜପୁତ୍ର କେହି ସମର୍ଥ ହେଲେନି ସ୍ୱୟଂବର ଭାଙ୍ଗିଗଲା। ଚିନ୍ତାମଗ୍ନ ହୋଇ ରାଜା ରାଣୀ ଦୁଇ ବସିଥାନ୍ତି ଝିଅ ପାଇଁ। ଆସିଲେ ମାଣ୍ଡବ୍ୟ ଋଷି ପଚାରିବେ କୁଶଳ ବାରତା ଯାଇ। କଥା ପ୍ରସଙ୍ଗରେ ବିବାହ ସହସା ରାଜା କଲେ ଉତ୍ଥାପନ। ମାଣ୍ଡବ୍ୟ ଭାସିଲେ ସାବିତ୍ରୀ ନିଜେ ହିଁ କରୁତା ପତି ବରଣ। ଏ ଦିଗ ସେ ଦିଗ ପ୍ରତି ଦିଗ କଲେ ସ୍ୱାମୀ ସନ୍ଧା ନର ପଥେ। ସଖୀ ସଙ୍ଗତରେ ବୁଲୁଥିଲେ ସିଏ ଦେଖୁଥିଲେ ବସି ରଥେ। ବୁଲୁ ବୁଲୁ ଏକ ତପୋବନେ ଯାଇ ଋଷି ପୁତ୍ରେ ଦେଲେ ଦୃଷ୍ଟି। ସେଇ ତ ତାଙ୍କର ପ୍ରଥମ ଜୀବନ ନିକ୍ଷେପିଲେ ପ୍ରେମ ବୃଷ୍ଟି। ରଥଲେ ଉଠାଇ ହରସ ମନରେ ପ୍ରାସାଦରେ
ପହଞ୍ଚିଲେ ଶୁଭ ମୁହୂର୍ତ୍ତରେ କଦା ନାରଦ ଆସି ଉପସ୍ଥିତ ହେଲେ। ନାରଦ ସଭାରେ ସାବିତ୍ରୀ ଦେବୀଙ୍କୁ ବିବାହ କଥା ପଚାରିଲେ। ସହସେ ସାବିତ୍ରୀ ଋଷି ପୁତ୍ର ସହ ବିବାହ ପ୍ରସ୍ତାବ ଦେଲେ। ସେ ବର ବ୍ୟତୀତ ଅନ୍ୟ ଏକ ବର ବରଣ କରିବା ପାଇଁ ବୁଝାଇ ବୁଝାଇ ନାରଦ କହିଲେ ଅତି ଚିନ୍ତାମଗ୍ନ ହୋଇ। ସାଲ୍ବ ଦେଶ ରାଜା ଦ୍ୟୁମତ ସେନଙ୍କ ପୁତ୍ର ନାମ ସତ୍ୟବାନ। ମାତା ମାଳବିକା ଅନ୍ଧ ଦ୍ୟୁମସେନ ବନବାସୀ ରାଜହୀନ। ଗୁଣବାନ ଆଉ ସୁନ୍ଦର ହେଲେ ହେ ସତ୍ୟବାନ ଠାରେ ଦୋଷ। ମୃତ୍ୟୁ ଅଛି ତାଙ୍କ ଆଜି ଦିନ ଠାରୁ ବରଷେ ହେଉଣୁ ଶେଷ। ଦୁଃଖିତା ସାବିତ୍ରୀ ତଥାପି ସେ ଅତି ଦୁଃଖୀ ହୋଇ ପ୍ରକାଶିଲେ। ଯାହାକୁ ବରଣ କରୁଛି ସେ ପତି ହେବି ମୁଁ ବିଧବା ହେଲେ। ଅନ୍ୟ ବରଣରେ ଅସତୀ ହେବିନି କ୍ଷମା କର ତୁହେ ମୁନି। କିପରି ବରଣ କରିବି ଅପର ମହାପାପ ଜାଣି ଜାଣି। ଏଇ କେଇ ପଦ ଶୁଣିଲେ ନାରଦ କହିଲେ ଉତ୍ତମ ବୋଲି। ଅନ୍ୟ ବରଣରେ ଅପବାଦ ହେବ ତାଙ୍କୁ ଦୋଚାରୁଣୀ ବୋଲି। ଯେ ବର ସାବିତ୍ରୀ ବରଣ କରିଛି ସେହି ଏକା ପତି ତାର। ଉଚିତ ବିଚାରେ ସେ ଉତ୍ତମ ପାତ୍ର କନ୍ୟା ସମର୍ପଣ କର। ତାପରେ ସାବିତ୍ରୀ ଭାଗ୍ୟ ଫଳ ଭାବି ଆଶୀର୍ବାଦ ଭିକ୍ଷା କଲେ। ସଧବା ହେବାକୁ ଆଶୀର୍ବାଦ ଦେଇ ନାରଦ ସେଠାରୁ ଗଲେ। ରାଜା ରାଣୀ ତହୁ ଝିଅ ବିବାହ ପାଇଁ କଲେ ଶୀଘ୍ର ଆୟୋଜନ। ସତ୍ୟବାନ କରେ ସମର୍ପିବା ପାଇଁ ଲଗ୍ନ କଲେ ନିରୂପଣ। ଶୁଭ ଲଗ୍ନରେ ସାବିତ୍ରୀ ସାଥିରେ ସତ୍ୟବାନ ବିବାହ ହେଲା। ଶଙ୍ଖ ହୁଳହୁଳି ଶବଦ ଭିତରେ ରାଇଜ ସାରା ମାତିଲା। କେତେ ଦିନ ପରେ ସାବିତ୍ରୀଙ୍କୁ ନେଇ ବାହାରିଲେ ସତ୍ୟବାନ। ସାବିତ୍ରୀ ଆନନ୍ଦେ ବନକୁ ଯିବାକୁ ନିରେଖିଲେ ଶୁଭକ୍ଷଣ। ପିତା ମାତା ଠାରୁ ଅନୁମତି ନେଇ ତପବନେ ପହଞ୍ଚିଲେ। ଶାଶୁ ଶ୍ୱଶୁରଙ୍କ ପାଦ ସେବା କରି ସୁଖେ ଦିନ କଟାଇଲେ। ସୁଗୁଣ ସମ୍ପନ୍ନା ସାବିତ୍ରୀ ଗୁଣରେ ଅଧିକ ସନ୍ତୁଷ୍ଟ ହୋଇ ଶାଶୁ ଶ୍ୱଶୁର ତା ଆଶୀର୍ବାଦ କରି ଅତି ସୁଖେ ଥାନ୍ତି ରହି। ଆନନ୍ଦ ମନରେ ନିଜ କରମରେ
ତପବନେ ରହିଥାନ୍ତି, ସ୍ୱାମୀ ଯାଇଥାନ୍ତି ବନ ଭିତରକୁ 3 ଦିନ କାଠ ପାଇଁ। ସଂଗୃହୀତ କାଠ ଯାହା ମୂଲ୍ୟ ହୁଏ ସେ ଧନ ଜୀବନ ପାଇଁ। ସଂଗୃହୀତ କାଠ ଯାହା ମୂଲ୍ୟ ହୁଏ ସେ ଧନ ଜୀବନ ପାଇଁ। ଏହି କ୍ରମେ କେତେ ଦିବସ ଛାଡ଼ିଲା ପାଖେଇଲା ସେହି ଦିନ। ସେଦିନ କେବଳ ସାବିତ୍ରୀ ଜାଣନ୍ତି, ଜାଣେ ନାହିଁ କେହି ଅନ୍ୟ। ନାରଦ ବଚନ ଭୁଲି ନାହାନ୍ତି ସେ, ଭାବୁଥାନ୍ତି ପ୍ରତି କ୍ଷଣେ। କହି ନାହାନ୍ତି ତା ଆଉ କାହା ପାଖେ, ରଖିଥାନ୍ତି ନିଜ ମନେ। ସତ୍ୟବାନଙ୍କର ଆୟୁଷ ଯିବାକୁ ବାକି ଥାଏ 4 ଦିନ। ସାବିତ୍ରୀ ତ୍ରିରାତ୍ର ବ୍ରତ ଆଚରିଲେ ପୂଜି ଲକ୍ଷ୍ମୀ ନାରାୟଣ। 3 ଦିନ ପରେ ବ୍ରତର ଶେଷରେ ବ୍ରାହ୍ମଣ ଭୋଜନ ଦେଲେ। ଉଚିତ ଦକ୍ଷିଣା ଦେଇ ସନ୍ତୋଷରେ ତାଙ୍କୁ ବିଦା କରିଦେଲେ। ସେଇ ଦିବସରେ ତୃତୀୟ ପ୍ରହରେ ପୁଣି ସେଇ ସତ୍ୟବାନ ନିତିଦିନ ପରି କାଠ ଆଣିବାକୁ ବାହାରି ପଡ଼ିଲେ ବନ। ଏକାଳେ ସାବିତ୍ରୀ ନାରଦଙ୍କ ବାଣୀ ସ୍ମରଣ କରିଲେ ଥରେ। ଅନୁରୋଧ କଲେ ବନକୁ ଯିବାକୁ ସତ୍ୟବାନ ସଙ୍ଗତରେ। ମନରେ ଭାବିଲେ ଯାହା ଭାଗ୍ୟ ଥିବ ନିଶ୍ଚୟ ଘଟିବ ସେଇ। ଶାଶୁ ଶ୍ୱଶୁରଙ୍କୁ କହିଣ ବନକୁ ଗଲେ ଅନୁମତି ନେଇ। ବନେ ଯାଉ ଯାଉ ନାରଦ ବଚନ ବାରମ୍ବାର ଆସେ ମନେ। ଚିନ୍ତାରେ କାତର ହୁଅଇ ଅନ୍ତର ସାବିତ୍ରୀଙ୍କ ପ୍ରତୀକ୍ଷଣେ। ଘନ ଜଙ୍ଗଲରେ ପ୍ରବେଶ କରନ୍ତେ କୁଠାର ହାତରେ ଧରି। କାଠ ହାଣିବାକୁ ଲାଗିଲେ ତାପରେ ସତ୍ୟବାନ ଗଛ ଚଢ଼ି। କିଛି କ୍ଷଣ ପରେ କାତର କଣ୍ଠରେ ଭାସିଥିଲେ ସତ୍ୟବାନ। କେଜାଣେ କାହିଁକି ମୁଣ୍ଡ ବୁଲାଉଛି, ଶୁଣ ଗୋ ସାବିତ୍ରୀ ଶୁଣ। ଏହା କହି ତହୁଁ ବୃକ୍ଷ ଉପରରୁ ଆସିଲେ ଓହ୍ଲାଇ ତଳେ। ଅଞ୍ଚଳ ଆବୃତ ସାବିତ୍ରୀ କୋଳରେ ମୁଣ୍ଡକୁ ରଖି ଶୋଇଲେ। ଅନ୍ତିମ ମୁହୂର୍ତ୍ତ କଥା ଭାବି ଭାବି ବିକଳେ ରୋଦନ କରି। ଭୟଙ୍କର ବନେ ସାବିତ୍ରୀ ସେକାଳେ ଅନ୍ଧକାରେ ଗଲେ ଥରି। ଅମାବାସ୍ୟା ରାତି କରାଳ କାଳିମା ଭିତରେ ସାବିତ୍ରୀ ଦେବୀ। ସଂଜ୍ଞାହୀନ ସ୍ୱାମୀ ଶୁଆଇ କୋଳରେ କାନ୍ଦିଥିଲେ ରାବି ରାବି। ତଥାପି ଭାବିଲେ ଦୃଢ଼ ଆଶା ନେଇ ସତୀର କରମ ପାଇଁ। ଈଶ୍ୱର ଥାନ୍ତି ପ୍ରତି ମୁହୂର୍ତ୍ତରେ, ଅମଙ୍ଗଳ ଭାଗ୍ୟ ନାହିଁ। ସେ ପାଇଁ ଏତେ ରୋଦନ କରିଲେ କେବଳ ହୋଇବ ବୃଥା। ଚିନ୍ତିଲେ ସାବିତ୍ରୀ ସତ୍ୟନାରାୟଣ
ଦୂର କରିବାକୁ ବ୍ୟଥା। ବିପଦ ଭଞ୍ଜନ ଶ୍ରୀ ମଧୁସୂଦନ କୃପା ଦୃଷ୍ଟି ନିକ୍ଷେପିଲେ ସାବିତ୍ରୀ ଦେବୀଙ୍କ ହୃଦୟ ଆକାଶୁ ଦୁଃଖ ଭୟ ଦୂର କଲେ। এই ସମୟରେ ଘନ ଅନ୍ଧକାରେ ଜ୍ୟୋତିର୍ମୟ ଦେବ ମୂର୍ତ୍ତି ଉଭା ହୋଇଥିଲେ ତୁମେ କିଏ ବୋଲି ପଚାରିଥିଲେ ସାବିତ୍ରୀ। ଉଜ୍ଜଳ ମୂରତି ଉତ୍ତରେ କହିଲେ ଧର୍ମଦେବ ତାମୁଜମ ପ୍ରାଣୀଙ୍କ ଆୟୁଷ ପରିପୂର୍ଣ୍ଣ ହେଲେ ନେଇଯାଏ ପୁରେ ଯମ। ସତ୍ୟବାନ ଆୟୁଷ ହୋଇଅଛି ଶେଷ ସେ ପାଇଁ ଆସିଲି ମୁହିଁ। ସାବିତ୍ରୀ କହିଲେ ଦୂତ ନ ପଠାଇ ନିଜେ ଆସିଛନ୍ତି କାହିଁ। ତୁମେ ଅଟ ସତୀ ଶୁଣ ଗୋ ସାବିତ୍ରୀ ତୁମ ଠାରୁ ଦୂତ ମାନେ ଅକ୍ଷମ ଅଟନ୍ତି ସ୍ୱାମୀଙ୍କୁ ନେବାକୁ ନାହାନ୍ତି ଆସି ସେମାନେ। ଏହା କହି ଯମ ନେଇ ସତ୍ୟବାନ ସେହି ସ୍ଥାନ ତ୍ୟାଗ କଲେ। ସାବିତ୍ରୀ ଦେବୀଙ୍କୁ ପଛେ ପଛେ ଦେଖି ଫେରିବା ପାଇଁ କହିଲେ। ଯାଇପାରିବିନି ସତୀ ସାବିତ୍ରୀ ଗୋ ଏଇରେ ପୁରକୁ ମୋର। ତା ପୁଣି ସାବିତ୍ରୀ ଭାସିଲେ ଚଟତି ଏଠିକି ମୋ ଦରକାର। ଯମ କହିବାରେ ଜନମ ପରେ ଗୋ ମରଣ ଆସଇ ଥରେ। ସ୍ୱାମୀଙ୍କ ଆୟୁଷ ସମ୍ପୂର୍ଣ୍ଣ ହୋଇଲା ଯେବେ ସିଏ ମୋର ପୁରେ। ସ୍ୱାମୀଙ୍କ ଜୀବନ ମିଳି ପାରିବନି ଆଉ ମାଗ କିଛି ବର। ତା ନେଇ ଏଠାରୁ ଆନନ୍ଦ ମନରେ ଚାଲିଯାଅ ନିଜ ପୁର। ସାବିତ୍ରୀ କହିଲେ ଆହେ ଯମରାଜ ଅନ୍ଧ ଶ୍ୱଶୁରଙ୍କୁ ମୋର ନୟନ ଯୁଗଳ ଦେବା ପାଇଁ ତୁମେ ଏତେକ କରୁଣା କର। ତଥାସ୍ତୁ କହିଲେ ତହୁଁ ଚାଲିଗଲେ ଯମରାଜ କିଛି ଦୂରେ। ପୁଣି ଦେଖିଥିଲେ ଚାଲି ଆସୁଛନ୍ତି ସାବିତ୍ରୀ ତାଙ୍କ ପଛରେ। ଆସନା ସାବିତ୍ରୀ ପଛରେ ଆମର ଫେରିଯାଅ ନିଜ ପୁର। ସାବିତ୍ରୀ କହିଲେ ସ୍ୱାମୀ ସହଗତ କାହିଁ ପାଇଁ ମନା କର। ମୁଗ୍ଧ ଚିତେ ଯମ ଭାସିଲେ ବଚନ ଆଉ ଏକ ବର ମାଗ। ସନ୍ତୋଷ ମନରେ ସେହି ଉପହାରେ ଆମ୍ଭ ସଙ୍ଗ କର ତ୍ୟାଗ। ତତ୍ପରେ ସାବିତ୍ରୀ କହିଲେ ଝଟତି ପିତା ମୋର ଅପୁତ୍ରିକ। ପୁତ୍ର ହେଲେ ତାଙ୍କ ସୁଖରେ ରହିବେ ଦିଅନ୍ତୁ ବର ଏତକ। ପ୍ରୀତ ହୋଇ ଯମ ଭାସିଲେ ଥର ପୁତ୍ର ହେବ ପିତାଙ୍କର। ଅତି ଆନନ୍ଦରେ ଆମ୍ଭ ସଙ୍ଗ ଛାଡ଼ି ଏବେ ନିଜ ପୁରେ ଫେର। ସାବିତ୍ରୀ କହିଲେ ଘରକୁ ମୁଁ ଗଲେ କି କରିବି ଘରେ ରହି। ସବୁ ସୁଖ ମୋର ସଙ୍ଗେ ନେଉଛନ୍ତି ବଞ୍ଚିବି ମୁଁ କାହା ପାଇଁ। ପୁଣି ଯମରାଜା ବର ମାଗିବାକୁ
ଦେବୀଙ୍କୁ କହିଲେ ଥରେ ଯାହା ଦରକାର ମାଗିଲେ ସାବିତ୍ରୀ ଯମଦେବ ସମ୍ମୁଖରେ। କହିଲେ ସତ୍ୱର ଶ୍ୱଶୁର ମୋହର ହୋଇଛନ୍ତି ରାଜହୀନ, ଯଦି ଆହେ ଯମ ସନ୍ତୁଷ୍ଟ ଚରଣ କର ତାଙ୍କୁ ରାଜଦାନ। ତଥାସ୍ତୁ କହିଲା ସେ ଯମରାଜନ, କହିଲେ ଏଠାରୁ ଫେର ସାବିତ୍ରୀ ଦେବୀଙ୍କୁ ପଛରେ ଦେଖିଣ ପୁଣି ଯାନ୍ତି କିଛି ଦୂର। ବୁଝାଇ ବୁଝାଇ ପୁଣି କହିଥିଲେ ଯମରାଜା ସେହିଠାରେ, ଆସନା ସାବିତ୍ରୀ ସଙ୍ଗରେ ଆମ୍ଭର କହୁଅଛୁ ତୁମ୍ଭଠାରେ। ଯେ ପଥେ ଆସିଲ ସେତକ ସମୟ ପତିଭକ୍ତି ବଳିଥିଲା, ଏଠାର ଆଗରୁ ଅପର ପାରିର ପରଖେ ଆରମ୍ଭ ହେଲା। ଯେଠାରେ ସାବିତ୍ରୀ ଆସି ପହଞ୍ଚିଛ ଏହା ହିଁ ବିଷମ ସ୍ଥାନ, ପଲକ ଭିତରେ ଅଦୃଶ୍ୟ ହେବି ମୁଁ ଚାଲିଯାଅ ବର୍ତ୍ତମାନ। ସାବିତ୍ରୀ ତତ୍ପରେ ଭାସିଲେ ଗମ୍ଭୀରେ ଆରମ୍ଭିଛି ମହାପଥ, ଯେ ପଥେ ମୋ ସ୍ୱାମୀ ଚାଲି ଯାଉଛନ୍ତି ଚାଲିବି ମୁଁ ସେଇ ପଥ। ଜୀବନେ ଯଦି ମୁଁ ବିଧବା ରହିଲି ମରଣେ ସଧବା ହେବି, ମରଣର ପରେ ସ୍ୱାମୀଙ୍କ ସହିତେ ଚିରକାଳ ସୁଖେ ଥିବି। ଶେର ଯମରାଜନ ଭାସିଲେ ବଚନ, ଆଉ କିଛି ବର ମାଗ, ମାତ୍ର ଏହି ସ୍ଥାନ ପଲକ ଭିତରେ କରବ ସାବିତ୍ରୀ ତ୍ୟାଗ। ସାବିତ୍ରୀ କହିଲେ ଆହେ ଯମରାଜ ପତି ରସରୁ ମୋର, ଶତପୁତ୍ର ଜାତ ହେଉ ବୋଲି ମୋତେ ଏ ବର ତଥାସ୍ତୁ କର। ସତୀଙ୍କ ପ୍ରାର୍ଥନା ଶୁଣି ଯମରାଜ ତଥାସ୍ତୁ ବୋଲି କହିଲେ, ସତ୍ୟବାନ ପ୍ରାଣ ସହିତରେ ଯମ ଯିବା ପାଇଁ ବାହାରିଲେ। ଏଥର ସାବିତ୍ରୀ ଭାସିଲେ ଝଟତି ଆହେ ଯମ ଧର୍ମରାଜ, ପାପ ପୁଣ୍ୟ ଦୁଇ ବିଚାର କରତା ଅବିଚାର କାହିଁ ଆଜ। ସ୍ୱାମୀଙ୍କ ଔରସେ ପୁତ୍ର ହେବ ବୋଲି ଏଇଲେ ଦେଲ ଏ ବର, ସ୍ୱାମୀଙ୍କୁ ଫେରାଇ ପୁତ୍ର ହେବା କଥା ତୁମେ ହିଁ ବ୍ୟବସ୍ଥା କର। ନିର୍ବାକ ହରିଣ ସେ ଯମରାଜନ ଚିନ୍ତା କଲେ ସେଇ କାଳେ, ସତେ ବା ନିଜକୁ ହଜାଇଥିଲେ ସେ ବୁଡ଼ିଥିଲେ ମୋହ ଜାଲେ। କି କରିବି ବୋଲି ଭାବି ପାରିଲେନି ସତ୍ୟଭ୍ରଷ୍ଟ ଭୟେ ଥରି, କହିଲେ ସତୀ ଗୋ ସମ୍ଭବ କଥା ପାରିଛ ସମ୍ଭବ କରି। ପତିବ୍ରତା ବଳ ଜିଣିଛି ତୁମ୍ଭର ପତିଙ୍କୁ ରଖିଛ ସାଥେ, ଏଇନେ ତୁମ୍ଭର ସ୍ୱାମୀ ଆତ୍ମା ନେଇ ଫେରି ଯାଅ ତୁମ ପଥେ। ତା ଶୁଣି ସାବିତ୍ରୀ ତହୁ ପୂର୍ବ ପରି ସ୍ୱାମୀଙ୍କ ମସ୍ତକ ନେଇ ଚଞ୍ଚଳ ବିଛାଇ ଅତି ସତର୍କରେ କ୍ରୋଡ଼ରେ ରଖିଲେ ଯାଇ। କିଛି କ୍ଷଣ ପରେ ଉଠି ସତ୍ୟବାନ
କହିଲେ ପ୍ରିୟ ଗୋ ମୋର ମୁଣ୍ଡ କଣ ହେଲା ଜାଣି ପାରିଲିନି ଶୋଇଗଲି ଏତେବେଳ ଘୋର ଅନ୍ଧକାର ଛାଇ ଆସିଲାଣି ଘରକୁ ଫେରିବା ଏବେ ପିତା ମାତା ସେଠି ଅନାଇ ଅନାଇ ବ୍ୟାକୁଳରେ ବସିଥିବେ ଏତେକ କହିଲ ତହୁଁ ସତ୍ୟବାନ ସାବିତ୍ରୀ ସାଥିରେ ଗଲେ ପିତାଙ୍କର ଦୁଇ ନୟନ ଦେଖିଣ କେତେ ହେ ଆନନ୍ଦ ହେଲେ ଏକା ସତୀ ପାଇଁ ନୂତନ ନୟନ ପାଇଥିଲେ ଦ୍ୟୁମତ୍ସେନ ଭାଗ୍ୟ ଫିଟିଗଲା ଫେରି ପାଇଥିଲେ ରାଜରତ୍ନ ସିଂହାସନ ସାବିତ୍ରୀଙ୍କ ବାଣୀ ସକଳେ ଶୁଣିଲେ ସର୍ବେ କଲେ ଧନ୍ୟ ଧନ୍ୟ ଏକ ସତୀ କାର୍ଯ୍ୟ କରିବା ପାଇଁ କି ଶତପୁତ୍ର ଯେ ଅକ୍ଷମ ସତୀ ହିଁ ପବିତ୍ର ସତୀ ଅଟେ ଲକ୍ଷ୍ମୀ ସୃଷ୍ଟି ଅଟେ ସତୀ ନାରୀ ସତୀ ହେବେ ନାରୀ ପବିତ୍ର ମନରେ ସାବିତ୍ରୀ ବ୍ରତ ଆଚରି ଇହ କାଳେ ସୁଖ ପର କାଳେ ମୁକ୍ତି ପାଇବେ ବ୍ରତ କଲେ ଚିର ସୁଖ ପାଇଁ ସଧବା ହେବାକୁ ସାବିତ୍ରୀ ଏ ବ୍ରତ କଲେ জ্যেষ্ঠ মাস কৃষ্ণ পক্ষ অমাবাস্যা প্রভাতরে সজ্জা ছাড়ি পবিত্র মনরে ব্রত করিবাকু ঘর লিপা পোছা করি স্নান পরে নব বস্ত্র পরিধান করি ব্রত আয়োজন ব্রত করিবাকু ব্রতর পূর্বরু স্থাপি লক্ষ্মী নারায়ণ উখুড়া নড়িয়া খুখই ছেনা খজুরি কদলী কেতে নানা ফল গুড় রুয়া চাউল জামনে আসিব যেতে দুব নানা ফুল সজাড়ি একত্র আনন্দরে পূজা করি ব্রতকু বাঁধিবে পবিত্র মনরে ঘিଅର প্রদীপ জাଳି উপাসনা শেষে প্রসাদ বান্তিণ ব্রত সমাপন হেব সাবিত্রী ব্রতরে নারী জীবনরে সধবা সুখ মিলিব শুনি যুধিষ্ঠির পণ্ডু ধর্মবীর সাবিত্রী ব্রতর কথা আনন্দ চিত্তরে শ্রীকৃষ্ণ পয়রে অবনত কলে মথা এ ব্রতকু শুনি আনন্দ হইব নারী রখিব ভক্তি ইহলোক সুখ মিলিব জীবনে জীবনর পরে মুক্তি হে সতী নারী দিয় হুড়হুড়ি হুয় তুমে পতিব্রতা সম্পূর্ণ হেলায়ে হুড়হুড়ি দিয় সাবিত্রী ব্রতর কথা।